ବର୍ଷାରେ ଭୁଷୁଡ଼ିଲା ଭାରତର ସର୍ବବୃହତ ଟନେଲ। ସୋମବାର ଦିନ ପ୍ରାୟ ଦିନ 11:45 ସମୟରେ ଭୁଷୁଡ଼ିଲା ଭାରତର ସର୍ବବୃହତ ଟନେଲ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡାଣୀଗଡ଼ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଲୱେର 4 ନମ୍ବର ଟନେଲ, ଯାହାକି ଭାରତର ସର୍ବବୃହତ ଟନେଲ, ଯାହାର ଲମ୍ବ ପ୍ରାୟ 4 କିଲୋମିଟର ଅଧିକ। ଆଡାଣୀଗଡ଼ଠାରୁ ଅନିଦୂର କଖାରୁଫାଳ ନିକଟରେ ଟନେଲଟି ଭୁଷୁଡ଼ି ଯାଇଛି। ପ୍ରାୟ 30 ଫୁଟରୁ ଉର୍ଦ୍ଧ୍ୱ ତଳକୁ ମାଟି ଭୁଷୁଡ଼ି ଯାଇଛି। ତେବେ ନିମ୍ନମାନର କାର୍ଯ୍ୟ ପାଇଁ ଏମିତି ଅଘଟଣ ଘଟିଥାଇପାରେ ବୋଲି ଯାହା ସାଧାରଣ ଚର୍ଚ୍ଚା ହେଉଛି। ତେବେ ଭୁଷୁଡ଼ି ଯାଇଥିବା ଟନେଲରେ ଚାରିପଟେ ଆବଦ୍ଧ କରିଦିଆଯାଇଛି। ଟନେଲ ଭିତରେ କିଏ କିଏ କାମ କରୁଥିଲେ, କେତେଜଣ କାମ କରୁଥିଲେ, କେତେଜଣ ମୃତ ନା କେତେଜଣ ଆହତ, ଏ ବାବଦରେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ମୁହଁ ଖୋଲୁନାହାନ୍ତି। ସୂଚନା ଥାଉ କି ଉକ୍ତ ଟନେଲରେ କାର୍ଯ୍ୟ କରୁଥିଲା ଗ୍ରିଲ୍ ନାମକ ଏକ ଠିକା ସଂସ୍ଥା। ଏ ବାବଦରେ ଖବର ସଂଗ୍ରହ କରିବା ପାଇଁ କୌଣସି ଗଣମାଧ୍ୟମକୁ ମଧ୍ୟ ପାଖକୁ ଛାଡ଼ୁନାହାନ୍ତି। ତେବେ ଟନେଲଟି କେମିତି ଭୁଷୁଡ଼ିଲା, କେତେଜଣ କାର୍ଯ୍ୟରତ ଥିଲେ, କେତେଜଣ ମରିଛନ୍ତି, କେତେଜଣ ଆହତ ହୋଇଛନ୍ତି, ତାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ବୌଦ୍ଧରୁ ଆବୁ ଖାନଙ୍କ ରିପୋର୍ଟ, OTN TV।